तत्क्षेत्रं यच्च यादृक् च यद्विकारी यतश्च यत् स च यो यत्प्रभावश्च तत्समासीन मे शृणु। बंधुगण, এই শ্লোকରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ଏବେ ଏହି କର୍ମକ୍ଷେତ୍ର ବିଷୟରେ ମୋର ସଂକ୍ଷିପ୍ତ ବର୍ଣ୍ଣନା ଶୁଣ ଯେ ଏହା କିପରି ସୃଷ୍ଟି ହୋଇଛି, ଏଥିରେ କ'ଣ କ'ଣ ପରିବର୍ତ୍ତନ ହୋଇଥାଏ, ଏହା କେଉଁଠାରୁ ଉତ୍ପନ୍ନ ହୋଇଥାଏ, କର୍ମକ୍ଷେତ୍ରର ଜ୍ଞାତା କିଏ ଅଟନ୍ତି ଏବଂ କର୍ମକ୍ଷେତ୍ରର କ'ଣ କ'ଣ ପ୍ରଭାବ ହୋଇଥାଏ। ବନ୍ଧୁଗଣ, ଏହି ଶ୍ଲୋକଟି ଗୋଟାଏ ସାରାଂଶ ଶ୍ଲୋକ, ଯାହାକି ଆଗକୁ ଅନେକ ଜିନିଷ ବର୍ଣ୍ଣନା କରିଥାଏ, ଯେପରିକି ଶରୀରର ଗଠନ କିପରି ହୋଇଥାଏ, ଶରୀରରେ କ'ଣ କ'ଣ ପରିବର୍ତ୍ତନ ହୋଇଥାଏ, ଶରୀରର ଉତ୍ପତ୍ତି କିପରି ହୋଇଥାଏ, କେବେ ହୋଇଥାଏ ଓ କେଉଁଠି ହୋଇଥାଏ ଇତ୍ୟାଦି। ପ୍ରଭୁ ଶ୍ରୀକୃଷ୍ଣ ଏହିସବୁ ଶୁଣିବା ପାଇଁ ଅର୍ଜୁନଙ୍କୁ କହୁଛନ୍ତି। ଶିକ୍ଷା, ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ'ଣ ଏବଂ ତା'ର ସ୍ୱଭାବ କ'ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି। ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମକ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ'ଣ, ମୁଁ ଏହିସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି। Listen and I will explain to you what that field is and what its nature is. I will also explain how change takes place within it, from what it was created, who the knower of the field of activity is, and what his powers are. Hare Krishna.